ସାଙ୍ଗମାନେ ସରିଗଲା ରଜ, ବହୁତ ହଉଥିଲେ ସଜବାଜ। ଏବେ କାମ ଧନ୍ଦା କିଛି ନାହିଁ, ଘରେ ବସିକି ବାସନ ମାଜ। କିନ୍ତୁ ଏଥର ରଜରେ ଗୋଟେ ଜିନିଷ ଜାଣିବାକୁ ମିଳିଲା ଯେ ବିନା ମୋବାଇଲରେ ଆଉ ଝିଅ ପିଲାମାନେ ରଜ ପାଳିବାଟା ବହୁତ କଷ୍ଟକର ହୋଇଗଲାଣି। ମୋବାଇଲ ଯଦି ତାଙ୍କଠୁ ଛଡ଼େଇ ନେବ, ମୋତେ ଆଉ ଲାଗୁନାହିଁ ସେ ରଜ ପାଳିବେ ବୋଲି। ଯେମିତି ରଜରେ ଦୋଳି ଖେଳା ହେବ, ପୋଡ଼ପିଠା ଖାଆହେବ, ପାନ ଖଣ୍ଡେ ଖାଆହେବ, କବାଡ଼ି ଖେଳା ହେବ, ସେମିତି ରିଲ୍ ଗୋଟେ ବି କରାହେବ, ସେଇଟା ଯୋଡ଼ି ହେଇଗଲାଣି। ଗୋଟେ ଝିଅଟେ ସକାଳୁ ଉଠିଲା, ଶାଢ଼ୀ ଫାଡ଼ି ପିନ୍ଧିଦେଲା, ରଜ ଦୋଳିରେ ଖେଳିଦେଲା, ଥରେ ଫଟୋ ଉଠାଇଦେଲା, ରିଲ୍ ଗୋଟେ କରିଦେଲା, ଆସିକି ଶାଢ଼ୀ ଫାଡ଼ି ଉତାରି ଘରେ ବସିକି ଟିଭି ଦେଖିଲା। ମୁଁ କହିଲି ଆରେ ତୋର କ'ଣ ରଜ ସରିଗଲା? ସେ ମୁଁ ବା ରିଲ୍ ବନେଇ ଦେଇଛି, ଫଟୋ ପୋଷ୍ଟ କରିଦେଇଛି, ଲୋକ ତ ଜାଣିଗଲେ ମୁଁ ରଜ ପାଳି ଦେଇଛି ବୋଲି। ଆଉ ମାନେ ଇଏ ରଜଟା ଅନ୍ୟମାନଙ୍କୁ ଦେଖେଇବା ପାଇଁ ପାଳୁଛନ୍ତି, ନିଜର ଖୁସି ପାଇଁ ଆଉ କେହି ରଜ ପାଳୁନାହାନ୍ତି। ଆଉ ରହିଲେ ପୁଅ ପିଲା, ଏ ଶଳାଙ୍କର କ'ଣ କହିବ, ଇଏ ଖାଲି ଖୋଜୁଛନ୍ତି କେଉଁଠି ମାଲ ପିଇବାକୁ ମିଳିବ ରଜରେ ଆଉ ମଟନ୍ ଖାଇବାକୁ ମିଳିବ। ଆଉ ଯେଉଁମାନଙ୍କ ପାଖରେ ପଇସା ଅଛି, ସେ ପୁରା ମାନେ ଦରମା ଫରମା ପାଇଯାଇଛନ୍ତି, ସେ ତାଙ୍କ ଆଡ଼ୁ ଫୋନ୍ କରିଦେଉଛନ୍ତି, ଆଉ ସାଙ୍ଗ ରଜଟା ଟିକେ ମଟନ୍ ଫଟନ୍ ଖାଇବାକୁ ଯିବା। ଆରେ ମୁଁ ପା ଦେବି, ରଜ ମଉଜ କରିବା ଆସ। ଆଉ ଯାହା ପାଖରେ ନାହିଁ, ଆମ୍ବଳିଆ ପିଲା, ତାକୁ ମୁଁ ଗୋଟେ ସାଙ୍ଗ ପଚାରିଲି, ଆଉ ସାଙ୍ଗ ଏଥର ରଜରେ ଆଉ କ'ଣ ଗାଁକୁ ଯିବ ନାହିଁ? ସେ କହୁଛି କ'ଣ ଜୀବନ ତ ମୋତେ ଏଇଠି ଝୁଲେଇକି ରଖିଛି, ପୁଣି ମୁଁ ଗାଁକୁ ଯାଇକି ଦୋଳିରେ ଝୁଲିବି। ହାପି ରଜ।